ଗାଡ଼ିର କାଚ ଭାଙ୍ଗି ଲୁଟ୍ କଲେ ଦୁର୍ବୃତ୍ତ। ଗତକାଲି ରାତ୍ରିରେ ବାଲେଶ୍ୱର ସହର ଉପକଣ୍ଠ କଞ୍ଚିନିବାଗ ଛକରେ ଏକାଥରକେ 3 ଜାଗାରୁ ଚୋରମାନେ ଲୁଟ୍ କରିବାରେ ସକ୍ଷମ ହୋଇଛନ୍ତି। ଶତ୍ରୁଘ୍ନ ମାଝୀଙ୍କ ଟାଟା ଆସି ଗାଡ଼ି, ଯାହାର ନମ୍ବର OR04H 8725ର କାଚ ଭାଙ୍ଗି ଗାଡ଼ି ଭିତରୁ ବ୍ୟାଟେରୀ ଜଗ୍ ଓ ଗାଡ଼ିର ବାଡ଼ାକୁ ଚୋରେଇ ନେଇଛନ୍ତି ଚୋରମାନେ। ସେହିଭଳି ଭାବରେ ଛକ ଉପରେ ଗୋଟିଏ ଦୋକାନରୁ ଗ୍ୟାସ୍ ଟାଙ୍କି ସହ ନଗଦ 400 ଟଙ୍କା ଲୁଟିଛନ୍ତି ଚୋର। ପଇସା କିଛି ରଖିଥିନି ତାକୁ ନେଇଛନ୍ତି। ଆଉ ଯାହା ତୁମ ଦୋକାନରୁ କାଲି କ'ଣ ଚୋରି ହେଇଛି ରେ ମା? ସିଲିଣ୍ଡର, ଆଉ ଗ୍ୟାସ୍ ସିଲିଣ୍ଡର। ଆଉ ପଇସା ନେଇଯାଇଛନ୍ତି। କେତେ ଟଙ୍କା ନେଇଛନ୍ତି? ରଖିଥିନି 400-500 ଟଙ୍କା ରଖିଥିନି। ଆଉ ଗ୍ୟାସ୍ ପୁରିବ ନାହିଁ ନେଇଛନ୍ତି। କେତେ ରାତିରେ ଚୋରି ହେଇଛି? ଏତେ ରାତିରେ ଆମ ତ ପୁଅ ଗଲା 11:30-12ଟା ପରେ, ତାପରେ ଯାଇକି ଚୋରି ହେଇଛି। ରାତ୍ରିରେ ପୋଲିସର ପେଟ୍ରୋଲିଂ ବ୍ୟବସ୍ଥା ଥିବା ସତ୍ତ୍ୱେ ଚୋରମାନେ ରାସ୍ତା କଡ଼ରୁ କିଭଳି ଚୋରି କରିବାକୁ ସାହସ କରୁଛନ୍ତି, ଏଠାରେ ପ୍ରଶ୍ନ ଉଠେ। କାଲି ରାତିରେ ଗାଡ଼ିରେ ବ୍ୟାଟେରୀ ଚୋରି ହେଇଛି, କାଚ ଭାଙ୍ଗି ବ୍ୟାଟେରୀ ନେଇଯିବ। କେତେ ରାତିରେ ହେଇଛି ଘଟଣା? ରାତି 12ଟା ପରେ ହେଇଥିବ। ତମେ କ'ଣ ଗାଡ଼ି ଏମିତି ଫାଙ୍କା ରଖିଦେଇକି ପଳାଅ ସବୁ? ଏଇ ରହୁଛି 4-5 ଦିନ ହେଲା ରହୁଛି ଏଠି। ଏରିଆରେ କ'ଣ ପୋଲିସ ପେଟ୍ରୋଲିଂ ରାତିରେ ହୁଏ ନା ନାହିଁ? ତ ଅନୁମାନ କରୁଛ କିଏ ନେଇଥିବେ ବୋଲି? ସହର ଓ ତାର ଆଖପାଖ ଅଞ୍ଚଳରେ ଦିନକୁ ଦିନ ପ୍ରବଳ ମାତ୍ରାରେ ମଦ, ଗଞ୍ଜେଇ, ଧଳା ଜହର ବେପାର ବେଧଡ଼କ ହେଉଥିବାରୁ ଏଭଳି ଘଟୁଛି ବୋଲି ଜନସାଧାରଣମାନେ କହିଛନ୍ତି। ଏଭଳିକି ଜଣେ ମା କହିଛନ୍ତି ଯେ ତାଙ୍କ ଘରୁ ଗୋରୁ ଏବଂ ଛେଳି ମଧ୍ୟ ଦିନ ଦ୍ୱିପହରେ ଚୋରମାନେ ଚୋରେଇ ନେଇଛନ୍ତି। ଆପଣ ଜାଣିଛନ୍ତି କ'ଣ ହେଇଛି? କ'ଣ ହେଇଛି ଆପଣ? ଏଠି ଚୋରି ଚପାଟି ହଉଛି। କେବେଠାରୁ ଚୋରି ଚପାଟି ହେଉଛି? ଚୋରି ତ ପ୍ରାୟ ଦିନରୁ ଆଗରୁ, ବହୁତ ଆଗରୁ ହେଲାଣି ଚୋରି। ପୋଲିସ କିଛି ନେଉନି? ପୋଲିସ ତା ରାସ୍ତାରେ ତାର କେତେବେଳେ ପାଟ୍ରୋଲିଂ କରିକି ଯାଉଛି, ସେ କ'ଣ କରୁଛୁ ଆମେ ଆଉ କ'ଣ ଜାଣିଛ ନା? ଗାଡ଼ି ତ ଠିଆ ହେଉଥିଲା, ଆଗରୁ ଠିଆ ହେଉନଥିଲା, ଏବେ 4-5 ଦିନରେ ଠିଆ ହେଉଛି। କିନ୍ତୁ କାଲି ରାତିରେ ଦେଖିଲା ବେଳକୁ ତା ଗାଡ଼ିର କାଚ ଭାଙ୍ଗିଦେଲି। ଆଉ ତାର ବ୍ୟାଟେରୀ ଚୋରି ହେଉଛି। ଅନେକ ଘରମାନଙ୍କରେ ବି ମଧ୍ୟ କାହାର ବ୍ୟାଟେରୀ ଚୋରି ହେଉଛି, କାହାର କୁଡ଼ି କୁଦାଳ ଶାବଳ ବି ନେଉଛନ୍ତି, କାହା ଦୋକାନ ଭାଙ୍ଗି ପଇସା ପତ୍ର, ତା ଜିନିଷ ପତ୍ର ବି ଚୋରି ହେଉଛି। আর অনুমান কোন করছেন আজকাল যে মদ ফদ পিউছেন? এই সব মানে অনুমান করা হচ্ছে যেহেতু কথা খাইবে কি মদ খাইবে কি এই সব কার্যকলাপ করছেন। পুলিশ কু কেবে জଣାইছেন এরিয়ার যে ক্যাভিটি আমার চোরি হচ্ছে? আপন প্রশাসন এথিপ্রতি দৃষ্টি দেওয়া এবে নিতান্ত জরুরি হয়ে পড়িছে।